2027 ଯାଏଁ କେଉଁ କେଉଁ ରାଶି ପାଇଁ କାଳ, କାହାର ପିଛା ଛାଡ଼ିବେ ନାହିଁ ଶନିଦେବ, ଆସନ୍ତୁ ଜାଣିବା। ନମସ୍କାର ଦର୍ଶକ ବନ୍ଧୁ, ସାଇ ଅନନ୍ତ ଆଶ୍ରମ ଚ୍ୟାନେଲକୁ ସ୍ୱାଗତ। ନୂଆବର୍ଷ ଆରମ୍ଭ ହେବାକୁ ଆଉ ମାତ୍ର ଅଳ୍ପ ଦିନ ବାକି ରହିଛି। ଏ ନେଇ ବିଭିନ୍ନ ଜ୍ୟୋତିଷ ବିଶାରଦ ବିଭିନ୍ନ ଗ୍ରହ ନକ୍ଷତ୍ରର ଚାଲିକୁ ଦେଖି ନୂଆବର୍ଷର ଭବିଷ୍ୟବାଣୀ କରିବା ଜାରି ରଖିଛନ୍ତି। ଏହାରି ମଧ୍ୟରେ ଶନିଙ୍କ ଚାଲି ଯୋଗୁଁ ନୂଆବର୍ଷରେ ଉପୁଜୁଥିବା ବିପଦ ପ୍ରାୟ ସମସ୍ତ ରାଶିର ବ୍ୟକ୍ତିବିଶେଷଙ୍କ ଧ୍ୟାନ ଆକର୍ଷଣ କରିଛି। ଜ୍ୟୋତିଷ ଗଣନା ଅନୁସାରେ 2026 ମସିହାରେ ଶନିଙ୍କର କୌଣସି ଗୋଚର ଚାଲିନାହିଁ। ଏଣୁ 2025 ଭଳି 2026ରେ ମଧ୍ୟ ମେଷ, କୁମ୍ଭ ଏବଂ ମୀନ ରାଶିରେ ଶନିଙ୍କ 7.5 ଚାଲି ଜାରି ରହିବ। ଏହି 7.5 ଚାଲିର ପ୍ରଥମ ସୋପାନ ମେଷ ରାଶିରେ, ତୃତୀୟ ସୋପାନ କୁମ୍ଭ ରାଶିରେ ଓ ଦ୍ୱିତୀୟ ସୋପାନ ମୀନ ରାଶିରେ ସଂଘଟିତ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନିଙ୍କର ଏହି 7.5 ଚାଲିରେ ଦ୍ୱିତୀୟ ସୋପାନ ସବୁଠୁ ଅଧିକ କ୍ଳିଷ୍ଟଦାୟକ ରହିବ, କାରଣ ଏହି ଚରଣରେ ହିଁ ଜାତକ ଧାରକଙ୍କୁ ସବୁଠୁ ଅଧିକ ଦୁଃଖ କଷ୍ଟର ସାମ୍ନା କରିବାକୁ ପଡ଼ିବ। ମୀନ ରାଶିରେ 2026 ମସିହାରେ ପୁରା ବର୍ଷରେ ଶନିଙ୍କ ଏହି 7.5 ଚାଲିର ଦ୍ୱିତୀୟ ଚରଣ ରହିବ। ଏହାପରେ 2027 ମସିହା ଜୁନ୍ 3 ତାରିଖରେ ଶନି ମୀନ ରାଶିରୁ ମେଷ ରାଶିକୁ ଗୋଚର କରିବେ। ସେତେବେଳେ ଯାଇ 7.5 ଚାଲିର ଦ୍ୱିତୀୟ ଚରଣ ମେଷ ରାଶିକୁ ପ୍ରତ୍ୟାବର୍ତ୍ତନ କରିବ। ମୀନ ରାଶିରେ ଶନିଦେବଙ୍କ 7.5 ଚାଲିର ଦ୍ୱିତୀୟ ସୋପାନ ରହୁଥିବାରୁ ଏହି ରାଶି ତ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଚାକିରି, ବ୍ୟବସାୟ ଓ କ୍ୟାରିୟର କ୍ଷେତ୍ରରେ ବଡ଼ ବାଧା ଉପୁଜିବ। ବାରମ୍ବାର ଅସଫଳତା ଯୋଗୁଁ ମନ ସର୍ବଦା ନିରାଶ ରହିବ। ଏହାଛଡ଼ା ଆପଣ ମାନସିକ ଚାପ ଅନୁଭବ କରିପାରନ୍ତି। ସଫଳତା ପାଇଁ ଆପଣଙ୍କୁ ଆବଶ୍ୟକତା ଠାରୁ ଢେର ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଆର୍ଥିକ ମାମଲାରେ ଆପଣଙ୍କୁ ଅଧିକ କ୍ଷତି ସହିବାକୁ ପଡ଼ିବ। ଆପଣଙ୍କର ଲାଭ ତଥା ଆୟ ତଳମୁହାଁ ହେବ। ଆପଣଙ୍କ ଖର୍ଚ୍ଚ ବଢ଼ିବା ସହ ସଞ୍ଚୟର ପରିମାଣ କମି କମି ଯିବ। ଏହାଛଡ଼ା ଆପଣ ବିଭିନ୍ନ ସ୍ଥାନରେ କରିଥିବା ନିବେଶ ବୁଡ଼ିଯିବାର ଆଶଙ୍କା ମଧ୍ୟ ରହିଛି। ଆସନ୍ତା ନୂଆବର୍ଷ ମୀନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଖୁବ୍ ସଂଘର୍ଷପୂର୍ଣ୍ଣ ରହିବ। ଆପଣଙ୍କ ଶରୀରରେ ପ୍ରତିକୂଳ ପ୍ରଭାବ ପଡ଼ିବା ସହ ଟେନସନ୍, ଚିନ୍ତା, ଥକାପଣ ଓ ଅଳସୁଆମୀ ଲାଗି ରହିବ। ମାନସିକ ଓ ଶାରୀରିକ କ୍ଷେତ୍ରରେ ଆପଣ କମ୍ ସୁସ୍ଥ ଅନୁଭବ କରିବେ। ଏହାଛଡ଼ା ଆପଣଙ୍କର ଦୁର୍ଘଟଣା ଯୋଗ ମଧ୍ୟ ରହିଛି। ତେଣୁ ଅନ୍ୟ କାହାଠୁ ଯାନବାହନ ମାଗି ଚଳାଇବା ବେଳେ ଅତ୍ୟନ୍ତ ସାବଧାନତା ଅବଲମ୍ବନ କରନ୍ତୁ। ଶନିଦେବଙ୍କ 7.5 ଚାଲି ଯୋଗୁଁ ମୀନ ରାଶିର ବ୍ୟକ୍ତିବିଶେଷଙ୍କ ଘରୋଇ ଜୀବନରେ ଅଶାନ୍ତି ପରିଲକ୍ଷିତ ହେବ। ଆପଣଙ୍କ ନିକଟ ସମ୍ପର୍କୀୟ ତଥା ଆପଣଙ୍କର କେହି ବନ୍ଧୁ ଆପଣଙ୍କୁ ଧୋକା ଦେବାର ସମ୍ଭାବନା ରହିଛି। ନିଜ ବ୍ୟବହାରରେ ଚିଡ଼ଚିଡ଼ାପଣ ଆସିବା ଯୋଗୁଁ ଘର, ପରିବାର ଏବଂ କାର୍ଯ୍ୟସ୍ଥଳ ଆଦିରେ ଲୋକମାନଙ୍କ ସହ ସମ୍ବନ୍ଧ ଖରାପ ହୋଇପାରେ। ଏହାଛଡ଼ା ସନ୍ତାନଙ୍କ ଅପଯଶ ଆପଣଙ୍କୁ ଦୁଃଖ ଦେଇପାରେ। ତମେ ପୁଅକୁ ନେଇକି ବାବାଙ୍କ ପାଖକୁ ଆସିଲା ପରେ ଆପଣଙ୍କର କ'ଣ ପରିବର୍ତ୍ତନ ହେଇଛି? ପୁଅର ଯେଉଁ ଗୋଡ଼ ହାତ ଫାଟୁଥିଲା ତାର ବି କ'ଣ ପରିବର୍ତ୍ତନ ହେଇଛି? ହଁ ଆଜ୍ଞା, ମୁଁ ଏମିତି ଜଣେ ସାଙ୍ଗ ପିଲାଙ୍କଠୁ ଶୁଣିକି ଆପଣଙ୍କ ପାଖକୁ ଆସିଲି। କିନ୍ତୁ ଆସିଲା ପରେ ମୋ ପୁଅ ଦୀର୍ଘ 7 ବର୍ଷ ହେଲା ଯେଉଁ କଷ୍ଟଟା ଭୋଗୁଥିଲା, ମୋର ହୃଦବୋଧ ହେଉଛି ସେ 7 ଦିନରେ ଗଲା ଭଳିଆ ଲାଗିଲା। ତେଣୁକରି ବହୁତ ସଲ୍ଭ ହୋଇଯାଇଛି। ଏଥିପାଇଁ ବାବାଙ୍କୁ କୋଟି କୋଟି ପ୍ରଣାମ, ଆଉ ମହାବୀର ପଞ୍ଚମୁଖୀ ମହାବୀର ହନୁମାନଙ୍କୁ ମୋ ସ୍ୱାମୀ ଯାହା କହିଲେ ମୁଁ ବି ସେୟା କହିବାକୁ ଚାହୁଁଛି। ତଥାପି ମୋର ଅଲଗା ଅନୁଭୂତି। ବାବା କହିଲେ ମେଡ଼ିଟେସନ୍ କରିବା ପାଇଁ। ଆମେ 4 ଥର ମେଡ଼ିଟେସନ୍ କଲା ପରେ କାଲି କରିଛୁ ମେଡ଼ିଟେସନ୍। ମୋ ପୁଅକୁ ନିଜେ ମହାବୀର ଆସିକି ତାକୁ ଛୁଇଁଛନ୍ତି, ପେଟକୁ ଦେବି ଦେସି। ଆଉ ମୁଁ ଯେତିକି କଷ୍ଟ ପାଇଛି ଯେ ମୋ ପୁଅ ଏମିତି ହେଇଛି, କିନ୍ତୁ ବର୍ତ୍ତମାନ ଅନୁଭବ କରୁଛି ମୋ ପୁଅ ଭବିଷ୍ୟତରେ ସମ୍ପୂର୍ଣ୍ଣ ଭଲ ହେଇଛି। ଆଚ୍ଛା, ପୁଅ ଏଠିକି ଆସିଲା ପରେ ମୋର ଯେତିକି କଷ୍ଟ ଥିଲା, ମୁଁ ଆଗରୁ ଜମା ଚାଲି ପାରୁନଥିଲି। ଏଠି ଯେତିକି ସପ୍ତାହ ଭିତରେ ଆସିଲିଣି, ମୋତେ ଏତେ ଭଲ ଲାଗୁଛି। ମୁଁ ଏବେ ଚାଲିପାରୁଛି, ବୁଲିପାରୁଛି, ଖେଳିପାରୁଛି, ସବୁ କରିପାରୁଛି। ଆଗରୁ ମୁଁ କିଛି କରିପାରୁନି।